ଭାରତରେ ଆଜି ବି ଅନେକ ଆତଙ୍କବାଦୀ ଡକାୟତ ଅଛନ୍ତି, ଯାହାକୁ ନେଇ ସାରା ଦେଶରେ ଆତଙ୍କୀ ଖେଳିଯାଇଛି। କିନ୍ତୁ ଆଜି ବି ଆତଙ୍କୀର ନାଁ ଆଗକୁ ଆସିଲେ ସାମ୍ନାକୁ ଆସିଯାଏ ଏମିତି ଏକ ନାମ, ଯାହାକୁ ଶୁଣିଲେ ଆଜି ବି ଲୋକେ ଭୟରେ ଥରି ଉଠନ୍ତି। ବିଖ୍ୟାତ ଶିକାରୀ ଭାବରେ ଜଣାଶୁଣା ଥିବା ଏହି ଡକାୟତର ବନ୍ଧୁକ ମୁନରେ କେତେ ଯେ ଜୀବନ ଶେଷ ହୋଇଯାଇଛି ତାର ହିସାବ ନାହିଁ। ଜଙ୍ଗଲୀ ଜୀବଙ୍କ ପାଖରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ତା ନଜର ଆଗରେ ହାର ମାନିଯାଇଥିଲେ। ଆଉ ଯାହାକୁ ଧରିବା ପାଇଁ ସେ ସମୟରେ ସରକାର 5 କୋଟି ଟଙ୍କାର ମୂଲ୍ୟ ରଖିଥିଲେ, କିନ୍ତୁ ତାଙ୍କର ସବୁ ଚେଷ୍ଟା ବିଫଳ ହୋଇଯାଇଥିଲା। ତେବେ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାହାଣୀ, ଆଉ ଜାଣିବା କିଏ ସେହି ଡକାୟତ ଯିଏ ଦୁଇଟି ରାଜ୍ୟର ସରକାରଙ୍କର ନିଦ ହଜେଇ ଦେଇଥିଲା। ହ୍ୟାଲୋ, ହାଏ, ନମସ୍କାର। ଆଜିର ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣମାନଙ୍କୁ ସ୍ୱାଗତ। କେତେବେଳେ ଜଙ୍ଗଲ ଜନ୍ତୁକୁ ଶିକାର କରି ଟଙ୍କା ରୋଜଗାର କରିବା, ତ ପୁଣି କେତେବେଳେ ନିଜ କାମରେ ବାଧା ଆଣୁଥିବା ଲୋକକୁ ସବୁଦିନ ପାଇଁ ମାଟିରେ ମିଶାଇବାର ଇଚ୍ଛା, ଯାହାକି ତାକୁ ଜଣେ ଅପରାଧୀ ଦୁନିଆରେ ବାଦଶାହ ସଜେଇ ଦେଇଥିଲା। ଏମିତି ଏକ ମଣିଷ ଯିଏ 2000ରୁ ଅଧିକ ହାତୀ ସହିତ 184ରୁ ଅଧିକ ମଣିଷଙ୍କ ଜୀବନ ଶେଷ କରିଦେଇଥିଲା, ଯାହାର ତୁଳନାରେ ଅଧାରୁ ଅଧିକ କେବଳ ପୋଲିସ ଓ ବନ ଅଧିକାରୀମାନେ ଥିଲେ। ଜଙ୍ଗଲରେ ନିଜର ଦାୟିତ୍ୱ ବିସ୍ତାର କରିଥିବା ଏମିତି ଏକ ମଣିଷ ଯିଏ ସମସ୍ତଙ୍କୁ ନିଜ ବନ୍ଧୁକ ମୁନରେ ନଚେଇବାକୁ ଚାହିଁଥିଲା। ନିଜ ପିଲାଟି ଦିନରୁ ଶିକାର କରିବା ସହିତ ଅପରାଧର ଦୁନିଆକୁ ନିଜର କରିନେବାକୁ ଆରମ୍ଭ କରିଦେଇଥିଲା। ସେ ନିଜ ଦାଦା ସାଲ୍ବି ଗୌନ୍ଦରଙ୍କ ସହିତ ମିଶି ପ୍ରଥମେ ସେ ଶିକାର ଦେଖିବା ପାଇଁ ଆଗକୁ ବଢ଼ିଥିଲେ, ଆଉ ଦେଖୁ ଦେଖୁ ସେ ଜଣେ ବଡ଼ ଶିକାରୀ ଭାବରେ ପରିଚିତ ହୋଇଯାଇଥିଲେ। ହଁ ଆଜ୍ଞା, ଏ କାହାଣୀ ହେଉଛି ଅପରାଧ ଜଗତରେ ସାମ୍ରାଜ୍ୟ ବିସ୍ତାର କରିଥିବା ବୀରାପାନର କାହାଣୀ, ଯିଏକି ଏକା ସାଙ୍ଗରେ ଦକ୍ଷିଣ ଭାରତର ଦୁଇଟି ରାଜ୍ୟ ଉପରେ ନିଜର ସାମ୍ରାଜ୍ୟ ବିସ୍ତାର କରିଦେଇଥିଲେ। ସାରା ଦୁନିଆ ସାମ୍ନାରେ ବୀରାପାନ ଭାବରେ ପରିଚିତ ସୃଷ୍ଟି କରିଥିବା ସେହି ଡକାୟତର ପ୍ରକୃତ ପରିଚୟ ହେଉଛି କୁସେ ମୁନ୍ସାମି ବୀରାପାନ, ଯାହାକୁ ଲୋକେ କେତେବେଳେ ରବିନହୁଡ୍ ତ ପୁଣି କେତେବେଳେ ଡିମନ ଭାବରେ ଜାଣିଥିଲେ। ଦକ୍ଷିଣ ଭାରତର ଦୁଇ ରାଜ୍ୟ ତାମିଲନାଡୁ ଏବଂ କର୍ଣ୍ଣାଟକର ଜଙ୍ଗଲ ଉପରେ ନିଜର କାୟା ବିସ୍ତାର କରି ସାରା ଦେଶରେ ହଲଚଲ ସୃଷ୍ଟି କରିପାରିଥିଲା ବୀରାପାନ। କେତେବେଳେ ହାତୀଦାନ୍ତର ବ୍ୟବସାୟ ତ ପୁଣି କେତେବେଳେ ମୂଲ୍ୟବାନ ଚନ୍ଦନ କାଠର ଚୋରା ଚାଲାଣ ମାଷ୍ଟର ମାଇଣ୍ଡ ଥିଲା ସେ। 18 ଜାନୁଆରୀ 1952ରେ ଜନ୍ମଗ୍ରହଣ କରିଥିବା ବୀରାପାନ ମାତ୍ର 10 ବର୍ଷରୁ ହିଁ ଏ ମାୟା ଦୁନିଆରେ ପାଦ ରଖି ସାରିଥିଲା। ଛୋଟ ବୟସରୁ ହାତୀ ଶିକାର କରିବାକୁ ଆରମ୍ଭ କରିଥିବା ବୀରାପାନ ଯେ କେତେବେଳେ ଜଣେ ଏତେ ବଡ଼ ଶିକାରୀ ସାଜିଯିବେ ତାହା ହିସାବ କାହା ପାଖରେ ନଥାଏ। ବୀରାପାନକୁ ଗିରଫ କରିବା ପାଇଁ ଅନେକ ଥର ପୋଲିସ ଓ ବନ କର୍ମଚାରୀ ଜଙ୍ଗଲ ଭିତରେ ପାଦ ଥାପିଥିଲେ ସତ, କିନ୍ତୁ ସେମାନେ ନିଜ ଜୀବନ ଧରି କେବେ ବି ଫେରି ପାରିନଥିଲେ, ଯାହାକୁ ନେଇ ସରକାର ତା ପାଇଁ 5 କୋଟି ଟଙ୍କାର ମୂଲ୍ୟ ରଖିଥିଲେ। କିନ୍ତୁ ସରକାରଙ୍କର 220 କୋଟି ଟଙ୍କା ନଷ୍ଟ ହୋଇସାରିଥିଲେ ସୁଦ୍ଧା ତାକୁ ଧରିବା ସମ୍ଭବ ହୋଇପାରିନଥିଲା। ଦିନକୁ ଦିନ ତାର ଅପରାଧ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ସେ ଏକା ସହିତ 10 ଜଣ ବନ କର୍ମଚାରୀଙ୍କୁ କିଡନାପ କରିନେଇଥିଲା। କେବଳ ସେତିକି ନୁହେଁ, କନ୍ନଡ଼ ସୁପରଷ୍ଟାର ରାଜକୁମାର ଏବଂ ଏଗ୍ରିକଲଚର ମିନିଷ୍ଟରଙ୍କୁ କିଡନାପ କରି ରଖିବା ସହ ପୋଲିସର ନିଦ ଉଡ଼ାଇ ଦେଇଥିଲା। କିନ୍ତୁ ସେମାନେ କେବେ ବି ବୀରାପାନକୁ ଗିରଫ କରିବାରେ ସଫଳ ହୋଇନଥିଲେ। ଅନେକ ଦିନ ନିଜ ଅପରାଧୀର ସାମ୍ରାଜ୍ୟରେ ଲୋକଙ୍କୁ ଭୟଭୀତ କରି ରଖିଥିବା ସେହି ଅପରାଧୀର ଶେଷ ଯେ ଏମିତି ଭୟଙ୍କର ହୋଇପାରିବ ସେ କଥା ହୁଏତ ସେ ନିଜେ ମଧ୍ୟ ଚିନ୍ତା କରିନଥିଲା। ସେଦିନ ଥିଲା 18 ଅକ୍ଟୋବର 2004 ମସିହା। ଧରମପୁରର ଉଡ଼ି ଗାଁ ନିକଟ ଦେଇ ଯାଉଥାଏ ବୀରାପାନର ଆମ୍ବୁଲାନ୍ସ, ଆଉ ସେହି ଆମ୍ବୁଲାନ୍ସକୁ ଚାରିପାଖରୁ ଘେରି ରହିଥାନ୍ତି BSF କମାଣ୍ଡର। ନିଜର ପୂର୍ବ ପ୍ରସ୍ତୁତି ପ୍ଲାନ୍ ଅନୁସାରେ ସବୁକିଛି ଠିକ୍ ଭାବରେ ଚାଲିଥିଲା ବେଳେ ବୀରାପାନ ସେସବୁ ଘଟଣା ଉପରେ କିଛି ଖବର ପାଇନଥିଲା। ଆଉ ସେଥିପାଇଁ ତ ସେଦିନର ରାତି ତା ଜୀବନର ଶେଷ ରାତି ହୋଇଯାଇଥିଲା। BSF କମାଣ୍ଡରଙ୍କ ଲଗାତାର ଗୁଳି ବର୍ଷାରେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ବୀରାପାନ, ଆଉ ଏ ଦେଶର ଅପରାଧ ଦୁନିଆରେ ଲିଭି ଯାଇଥିଲା ଏକ ଆତଙ୍କୀର ନାଁ, ଯାହାକୁ ନେଇ ସେ ସମୟର ଅନେକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକ ବନ୍ଧୁ, ଆଜିର ଏ କାହାଣୀ ଏଇଠି ସମାପ୍ତ ହେଲା। ଏ କାହାଣୀ ଆପଣଙ୍କୁ କେମିତି ଲାଗିଲା ତାହା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଆଗକୁ ଆଉ କିଛି ନୂଆ କାହାଣୀ ନେଇ ଆମେ ପୁଣି ଆସିବୁ ଠିକ୍ ଏହି ସମୟରେ।